हेलो हाय मैं यूट्यूब फैमिली जय जगन्नाथ जय सीताराम ମୁଁ ସୁଶୀଲ ୱେଲକମ୍ କରୁଛି ସମସ୍ତଙ୍କୁ ମୋର ଗୋଟେ ଫ୍ରେଶ୍ ନ୍ୟୁ ବ୍ଲଗ୍ରେ। ତ ସେମାନେ ଆଜିର ବ୍ଲଗ୍ରେ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ତ ଆଶା କରୁଛି କି ସମସ୍ତେ ଭଲରେ ଅଛନ୍ତି, ଖୁସିରେ ଅଛନ୍ତି ଆଉ ଜଗା ପାଖରେ ପ୍ରାର୍ଥନା କି ଏମିତି ହସ ଖୁସିରେ ହିଁ ରୁହନ୍ତୁ। ମାନେ ଟାଇମ୍ ଏବେ ହେଉଛି 7ଟା ପାଖାପାଖି ହେଲାଣି ଆଉ ଏତେ ଡେରିରେ ବ୍ଲଗ୍ଟା ଷ୍ଟାର୍ଟ କରିବା ରିଜନ୍ଟା ହେଉଛି କି ଆଜି ଶୁକ୍ରବାର ଆଉ ସକାଳେ ଆମିଷ କିଛି ହେଇନଥିଲା, ବୁଧବାର ଦିନ ବି ଆଇଁଷ ହେଇନଥିଲା। ଆଉ କୁନାବା କହିଲେ ଚିକେନ୍ ଆଣିବା ପାଇଁ, ତ ମୁଁ ଅପେକ୍ଷା କରିଥିଲି ଚିକେନ୍ଟା ଆଣିଲେ ଭିଡ଼ିଓଟା ଷ୍ଟାର୍ଟ କରିବି। ଆଉ ସେ ତାଙ୍କର ଛକରୁ ଆସିଲେ କହିଲେ ଚିକେନ୍ ନାହିଁ। ଆଉ ମୁଁ ବି ପାଖ ଦୋକାନରୁ ଯାଇକି ଅଣ୍ଡା ପାଇଁ ଗଲି, ଅଣ୍ଡା ବି ନାହିଁ। ମାନେ କୋଉଭଳିଆ ପରିସ୍ଥିତି ଭାବିପାରୁଥିବେ, ମାନେ ଆମିଷ ପାଟିରେ ଜମା ହିଁ ବାଜେନି। ତ ସେଥିପାଇଁ ଏତେ ସମୟ ଅପେକ୍ଷା କରି ଏଇ ସାଙ୍ଗେ ବ୍ଲଗ୍ଟା ଷ୍ଟାର୍ଟ କରୁଛି। ଚାଲନ୍ତୁ ଦେଖିବା ଘରେ ଆଜି କ'ଣ ହେଉଛି। ତ ବୋଉ ଏଠି ଡାଲିଟା ଫୁଟଉଛି ଡାଲି କଦଳୀ ଆଳୁ ଭଜା। କୁଆଡ଼େ ଯାଇଥିଲି ଜବରେ ଟୋପି ନେଇକି ପଳଉଛୁ, ମୁଁ ନାଇଁ ବୋଲି ଖୋଜି ପାଉନି। ତୋ ଟୋପି ତୁ ତ ନାଉନୁ। କଣ୍ଡିସନ ମୁଁ ଟୋପି ଫୋପି ନେଇ ପଳଉଛି, ମୋର ଅନେକ ତ ଏଠି ବୋଉର ଡାଲମାଟା ସରିଗଲା ନା, ଡାଲିଟା କରିଥିଲା, ଡାଲିଟା ସରିଗଲା। ମାନେ ମୋର ତ କଦଳୀ ଆଳୁ ଭଜା ପୁରା ଫେବରାଇଟ୍, ମାନେ ପୁରା ଭଲସେ ରାନ୍ଧିବୁ ଦେ କହିଦେଉଛି। ଆଇଁଷ ଫାଇଁଷ କିଛି ହେଇନି, କଦଳୀ ଆଳୁ ଭଜାଟାକୁ କଦଳୀ ଆଳୁ ଭଜା ଭଳିଆ ରାନ୍ଧିବୁ, ଭାଜିବୁ, ଏମିତି ଭଲ ଲାଗିବ। ମାନେ କଦଳୀ ଆଳୁ ଭଜା ହେବ ଆଉ ଡାଲି। ତ ଭିଡ଼ିଓଟାକୁ ଲାଷ୍ଟ ଯାଏଁ ଦେଖନ୍ତୁ। ମାନେ ମୋର ତ କଦଳୀ ଆଳୁ ଭଜା ପୁରା ଫେବରାଇଟ୍। ଆଉ ଆପଣମାନଙ୍କୁ କେମିତି ଲାଗେ ତ ମୁଁ ଜାଣିନି, କିନ୍ତୁ ମୋତେ ବଢ଼ିଆ ଲାଗେ। ତ ଯାଉ ଆଇଁଷ ତ ମିଳିଲାନି, ଏଇଥିରେ କାମ ଚଳାଇଦେବା ଆଉ। 10 ଟଙ୍କା ଯାଚୁଛି ହେଲା। ସେମାନେ ଭାବିଥିଲି କ'ଣ ହେଲା କ'ଣ, ମାନେ ଜମା ଆଇଁଷ ଖିଆ ହେଇନଥିଲା। ଭାବିଥିଲି ଟିକେ ଚିକେନ୍ ଫିକେନ୍ ଖିଆ ହେବ, ମାନେ ଅଣ୍ଡା ବି ମିଳିଲାନି। ତ ଦେଖିପାରୁଥିବେ ମାନେ ସାଙ୍ଗେ ସାଙ୍ଗେ ଓହ୍ଲା ହେଲା ତ ଚୁଲାରୁ ସାଙ୍ଗେ ସାଙ୍ଗେ ବଢ଼ା ହେଲା ମୋ ପାଇଁ। ମାନେ ତତଲା ତତଲା ଖାଇବାରେ ମଜା ହେଲା, ତାକୁ ଟେଷ୍ଟ ପୁରା ଅଲଗା ପ୍ରକାର ଲାଗିବ। ଆଉ ପୁରା ତତଲା ତତଲା ଏଇଠି ଦେଖିପାରୁଥିବେ ବଢ଼ା ହେଇଛି। ଆଉ ମାନେ ଏଇଠି ଦେଖିପାରୁଥିବେ କେତେ ତତଲା। ଏପଟେ ରହିଲା ଭାତ, ଆଉ ଏଟା ମାନେ ସବୁ ଗରମ। ଏଟା ରହିଲା ଡାଲି, ହରଡ଼ ଡାଲି, ଆଉ ଏଟା ମୋ ଫେବରାଇଟ୍ ମାନେ କଦଳୀ ଆଳୁ ଭଜା। ମାନେ ମୋର ଏତେ ଫେବରାଇଟ୍ ଯେ କହିପାରିବନି, ମାନେ ବହୁତ ଫେବରାଇଟ୍, ମୋତେ ବଢ଼ିଆ ଲାଗେ କଦଳୀ ଆଳୁ ଭଜା। ଆଉ ଏପଟେ କଦଳୀ ଆଳୁ ଭଜାରେ ରହିଲା ମୋବାଇଲ ହେଲା। ତ ଆଉ ବେଶୀ ଡେରି କରିବାନି, ଜଲ୍ଦି ଜଲ୍ଦି ଖାଇବା ଷ୍ଟାର୍ଟ କରିଦେବା। ମୁଗ ଡାଲି ବୋଧେ ଏଇଟା। ମୋତେ ହରଡ଼ ଡାଲି ଛଡ଼ା ଆଉ କିଛି ଡାଲି ବି ଭଲ ଲାଗେନା। ମୋବାଇଲ ଲାଗୁଛି କଦଳୀ ଆଳୁ ଭଜାଟା ପୁରା, ମାନେ ପୁରା ରଂସିଳିଆ, ପୁରା ମାନେ କ'ଣ କହିବ, ତମେ ଲାଗୁଛି। ଚିକେନ୍ ଅଣ୍ଡା ନହେଲେ ତ ଫେବରାଇଟ୍ ଆଇଟମ୍ଟା କ'ଣଟେ ହେଇଛି ତ। ଚିକେନ୍ ଭାବିକି ଖାଇଲା, ଚିକେନ୍ ଠାରୁ ବି ଅଧିକ ଟେଷ୍ଟ। ଡାଲି ଅଧିକ ଖିଆହେଲା, ଆଉ ଡାଲି ଖିଆ ହେବନି। ସେମିତିରେ ତ ମୁଁ ଖାଏନା, ଏଇଟା ଆହୁରି ବେକାର ଲାଗୁଛି। ମୁଗ ଡାଲି ଖାଇବିନି, ଖାଲି ଭଜା ଭାତ ଅଧିକ ଭାତ।
शुक्रवार ये शुखिला भात कदली भजा ये गला तो सामान देखिपारे आहरी ये भात पड़ेगा कि भजा सरीगला आउ भजा ये भात केमी कौन पड़े खाଇବା केमी ठेली ठालिकी से मुठा भात भी जाओ पेट को पड़ेगा आउ माने मन भर के खाଇବା जिन के छाड़े तो जाओ जी मिलूँ खाईदे सब जहाँ भी मिलूँ तो खिया पे ये सरीगला खाली हाथ मुँह धोईमी ଔଷଧଟା ଖାଇମି तापर देखा कौन करिया तो ये बसई देती पानीटा एवं गरम हो ଔଷधଟା खाइमी आउ तो सामान्य मत कमेंट निश्चिंत जनइबे आपण माने आपण सहित एमती भी होना चिकेन खाइबा मनटा कदली खाई बदली जाइए कि नहीं कहे तो ये पानी गरम हो गला ଔଷଧଟା टे खाईदेवा डेली सका गोटे खाई सारा राति गोटे खाई सारा मोर सियोर तो फैमिली आज ब्लॉग टी ये रखुची छोटिया ब्लॉग टी ये शेष कर आज ब्लॉगटा तो माने मत खास लगे आपण केमी लगे कमेंट माध्यम जानवे भल लगे गोटे लाइक करके चैनल को सब्सक्राइब करदे केमी लगे कमेंट रे जानवे बहुत मात्रा शेयर कर दिखाई मुझे चलिए सोयापाई गुड नाइट देखा फ्रेश न्यू ब्लॉग रे सब रही जय जगन्नाथ।